ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅଧୀନ ମାଇଦଲପୁର ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। କଳାହାଣ୍ଡିରୁ ମାଲକାନଗିରିକୁ ଅବୈଧ ଭାବରେ ଚାଳନ ହେଉଥିବା 83ଟି ଜୀବନ୍ତ କଇଁଚକୁ ବନ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ମାଇଦଲପୁର ବନ ବିଭାଗ ଟିମ୍ ମାଇଦଲପୁର ଚାରୁମାଳା ନିକଟରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଏକ ବାଇକ୍ରେ ଆସୁଥିବା 2 ଜଣ ଯୁବକଙ୍କ ନିକଟରୁ 2ଟି ବସ୍ତାରେ ଭରିଥିବା 83ଟି ଜୀବନ୍ତ କଇଁଚ ଜବତ କରାଯାଇଥିଲା। ବନ ବିଭାଗ ଦ୍ୱାରା ଘଟଣାସ୍ଥଳରୁ ବାଇକ୍ଟିକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ଜଡ଼ିତ 2 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ 2 ଜଣ ହେଲେ ଡାବୁଗାଁ ଥାନା ଅଧୀନ ଛଟିଗୁଡ଼ା ଗ୍ରାମର ପବିତ୍ର ସରକାର ଓ ରାମପ୍ରସାଦ ସରକାର। ବନ ବିଭାଗର ଏହି ସଫଳ ଅଭିଯାନ ପରିବେଶ ସୁରକ୍ଷା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସାଧାରଣରେ ସ୍ୱାଗତ ହେଉଛି। ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ତ୍ରିପତି ନନ୍ଦଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।